ସକାଳୁ ସକାଳୁ କବାଟ ଖୋଲୁ ଖୋଲୁ ସାଙ୍ଗ ଆସିକି ହଠାତ୍ ପହଞ୍ଚିଲା। ହେଲେ ସାଙ୍ଗକୁ ଆସିଲା ପରେ ମୁଁ ସାଙ୍ଗକୁ ପଚାରିଲି, ସାଙ୍ଗ ତୁ କ'ଣ ଖାଇବୁ? ସିଏ କହିଲା, ଏବେ ହିଁ ଯା ସକାଳୁ ସକାଳୁ ଯାଇକି ମୋ ପାଇଁ ଗରମା ଗରମ ମୁଗ ଡାଲି ଦୋସା ନେଇକି ଆସେ। ହେଲେ ମୁଁ ତାକୁ କହିଲି, ଏତେ ସକାଳୁ ଦୋକାନ ଏବେ ତ ଖୋଲା ନାହିଁ, ଚାଲ ମୁଁ ତୋ ପାଇଁ ଘରେ ଆଜି ତିଆରି କରିବି ହୋଟେଲ ଷ୍ଟାଇଲର ମୁଗ ଡାଲି ଚକୁଳି। ତୋର ମନ ପୁରା ପୂରଣ ହେଇଯିବ ଏଇ ଚକୁଳି ଖାଇସାରିଲା ପରେ। ବନେଇବାଟା ବହୁତ ହି ସହଜ, ନିହାତି ଏ ରେସିପିଟା ନିହାତି ଥରେ ଦେଖନ୍ତୁ। ତ ହ୍ୟାଲୋ ଫ୍ରେଣ୍ଡସ୍, ମୋ ସାଙ୍ଗର ମନସ୍କାମନା କ'ଣ ହେଇଥିଲା ଭିଡ଼ିଓ ଲାଷ୍ଟରେ କହିବି, ନିହାତି ଫାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଦୟା କରିକି ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ତ ଚାଲନ୍ତୁ ପ୍ରଥମେ ଏମିତି ମୁଗ ଡାଲି ଆମେ ନେଇଯିବା। ତ ମୁଗ ଡାଲି ମୁଁ ଏଇଠି ଗାଁର ମୁଗ ଡାଲି ମୁଁ ଏଇଠି ଆଡ଼୍ କରୁଛି। ତ ଗୋଟେ କପ୍ ମୁଁ ମୁଗ ଡାଲି ନେଇଛି, ୟାକୁ 2ରୁ 3 ଥର ବଢ଼ିଆ ସେ ଆମେ ଧୋଇଦେବା। ଆର ଦେଖିପାରୁଥିବେ ଧୋଇଲା ମାତ୍ରେ ଆର ଟିକେ ଟିକେ ଚୋପା ଛାଡ଼ୁଛି, ତ ଏଇ ଚୋପା ଗୁଡ଼ାକ ଫୋପାଡ଼ି ନେବା। ତ ଏଇଠି ଆମେ ସେଇ ଡାଲିରେ ଏଇଠି ଆମେ ସେଇ କପ୍ରେ ମାପିକି এইଠି ଆମେ ଦେବା ଅରୁଆ ଚାଉଳ। ତ ଦେଖିପାରୁଥିବେ, ତ ମୁଁ ଏଇଠି ଗୋଟେ କପ୍ ମୁଗ ଡାଲିକୁ এইଠି ମୁଁ ଦେଉଛି 3 କପ୍ ଅରୁଆ ଚାଉଳ। ତ এইଠି ମୁଁ ଦେଇଦେଉଛି ଫ୍ରେଣ୍ଡସ୍ ଗୋଟେ କପ୍ এইଠି ମୁଁ ବିରି ଡାଲି ଆଉ ଅଧା ଚାମଚ এইଠି ମୁଁ ଦେଉଛି মেথি দানা। ଦେଇ ସାରିଲା ପରେ ଏ ସବୁଯାକ ବଢ଼ିଆ ସେ ଆମେ ଧୋଇ ନେବା। ଆଉ ଥରେ ଆକୁ ଭଲ ପାଣି ଦେଇକି ଆଉ ଥରେ ଆକୁ ବତୁରିବା ପାଇଁ ଛାଡ଼ିଦେବା। ଘୋଡ଼େଇକି 8 ଘଣ୍ଟା ପାଇଁ ବତୁରିବା ପାଇଁ ଛାଡ଼ିଦେବା। 8 ଘଣ୍ଟା ପରେ ଦେଖନ୍ତୁ ଫ୍ରେଣ୍ଡସ୍, ଆମର ବିରି ଡାଲି ସବୁତକ ଚାଉଳ ବହୁତ ବଢ଼ିଆ ସେ ବତୁରି ଯାଇଛି। ତ এইଠି ଆମେ କ'ଣ କରିବା, ଗୋଟେ ଗ୍ରାଇଣ୍ଡର ଜାର୍ ନେବା ଆଉ ଗ୍ରାଇଣ୍ଡର ଜାର୍ରେ ଅଳ୍ପ ଅଳ୍ପ ଦେଇକି ୟାକୁ ଚିକ୍କଣ ପେଷ୍ଟ ଆମେ ବାଟିବା। ବିଲକୁଲ ବି କେଉଁଠି ବି ଖଦଡ଼ିଆ ବୋଲି ବିଲକୁଲ ନ ରହିବାର ଅଛି। ତ এইଠି ଦେଖନ୍ତୁ ମୁଁ କେତେ ଖଦଡ଼ିଆ କେତେ ମୁଁ ଚିକ୍କଣ କରିକି ବାଟିଛି। ଏମିତି ଅଳ୍ପ ଅଳ୍ପ କରିକି ବାଟିକି ଗୋଟେ ବାଉଲରେ ଆମେ ରଖିଯିବା। ତାପରେ ଅଳ୍ପ ଟିକେ ନାକୁ ଜାର୍ରେ ଲାଗିଥିବ ପାଣି ଏଇଠି ଆମେ ଦେଇଦେବା ଧୋଇକି, ଆଉ ଗୋଟେ ବଡ଼ ଚାମଚ ଦହି ଦେବା ଆଉ ସ୍ୱାଦ ଅନୁସାରେ ଲୁଣ ଦେବା। ଦେଇସାରିଲା ପରେ ଏ ସବୁ ଜିନିଷ ବଢ଼ିଆ ସେ ୟାକୁ ଗୋଳେଇବା। ତ ଦେଖନ୍ତୁ ଏମିତି କରିକି ଗୋଳେଇ ଦେବା ଆଉ ୟାକୁ 5ରୁ 6 ଘଣ୍ଟା ପାଇଁ ୟାକୁ ଫର୍ମେଣ୍ଟ ହେବା ପାଇଁ ଛାଡ଼ିଦେବା। ତ এইଠି ଦେଖନ୍ତୁ 5ରୁ 6 ଘଣ୍ଟା ପରେ ମୁଁ ଆପଣମାନଙ୍କୁ ଦେଖାଉଛି। ତ ଦେଖନ୍ତୁ ଫ୍ରେଣ୍ଡସ୍, ଆମର ଯେଉଁ ବ୍ୟାଟରଟା କେତେ ବଢ଼ିଆ ସେ ଫୁଲି ଯାଇଛି। ତ ଦେଖିଲେ ନା, ଦେଖିଲା ମାତ୍ରେ ଆପଣମାନେ ଜାଣିପାରୁଥିବେ ବ୍ୟାଟରଟା ଆମର କେମିତି ବନିଥିବ। ତ ଯଦି ଏମିତି ବନିବ ବ୍ୟାଟରଟା, ତ ଆମକୁ ଇନୋ ସୋଡ଼ା କିଛି ବି ଆଉ ପକାଇବା ପାଇଁ ପଡ଼ିବନି, ଜାଲିଦାର ଆଉ ସଫ୍ଟ ବନିବା ପାଇଁ। ଏମିତି ଯଦି ଫର୍ମେଣ୍ଟ ହେବ ତ ଆମର ଚକୁଳି ପିଠାଟା ବହୁତ ହି ଟେଷ୍ଟିଦାର ଆଉ ବହୁତ ହି ନରମ ଆଉ ବହୁତ ହି ଜାଲି ପଡ଼ିବ। ତ এই ব্যাଟরটাକୁ ଆଉ ଥରେ ଟିକେ ନାକୁ ଗୋଳେଇ ଦେବା। ଫ୍ରେଣ୍ଡସ୍, ଏଇଠି ମୋ ବ୍ୟାଟରଟା ଟିକେ ନାକୁ ବହଳିଆ ଅଛି, ତ ସେଇଥିପାଇଁ ଏଇଥିରେ ଆଉ ଗୋଟେ କପ୍ ପାଣି ଆମେ ଆଡ଼୍ କରିବା। ପାଣି ପକାଇ ସାରିଲା ପରେ ଏତ ସବୁତକ ଜିନିଷ ଆଉ ଥରେ ବଢ଼ିଆ ସେ ଗୋଳେଇ ନେବା। ଯେହେତୁ କି ମୁଗ ଡାଲି ଚକୁଳି ବନାଉଛେ, ତ ଟିକେ ନାକୁ ହଳଦିଆ ଦେଖାଯିବା ପାଇଁ ଅଳ୍ପ ଟିକେ ନାକୁ ହଳଦୀ ଗୁଣ୍ଡ ଦେଇଦେବା। ତ ଦେଖନ୍ତୁ ବ୍ୟାଟରଟା ପୁରାପୁରି ରେଡ଼ି। ବ୍ୟାଟରଟା ଏମିତି ହିଁ ରଖିବେ, ଆଠୁ ବେଶୀ ପତଳା ବିଲକୁଲ କରିବେନି। ତ ଏ ଚକୁଳି କ'ଣ ସେମିତି ଖାଇବା, ୟା ପାଇଁ ଗୋଟେ ବଢ଼ିଆ ଚଟଣି ତିଆରି କରିବା। ତ ପ୍ୟାନ୍ ବସେଇକି ତା ଦେହରେ 2 ଚାମଚ ତେଲ ଆଉ ଜିରା, ସୋରିଷ ଆଉ ଶୁଖିଲା ଲଙ୍କା, ପିଆଜ, ଭୃସୁଙ୍ଗା ପତ୍ର এইଠି ଆମେ ଦେବା। ଦେଇକି ଆକୁ ଟିକେ ନାକୁ ଭାଜି ନେବା। ତ ଦେଖନ୍ତୁ ଫ୍ରେଣ୍ଡସ୍, ଏମିତି କରିକି ଆକୁ ଭାଜି ନେବେ। ୟାର ଟିକେ ଟିକେ କଲର୍ ଚେଞ୍ଜ ହେଇଯାଇଛି ଆଉ ଆମର ଅଳ୍ପ ଅଳ୍ପ ସଫ୍ଟ ବି ହେଇଯାଇଛି। ତ ଏଇଟା ଲୋ ଫ୍ଲେମ୍ରେ ଭାଜିବେ, ହାଇ ଫ୍ଲେମ୍ରେ ବିଲକୁଲ ଭାଜିବେନି। ତ এইଠି ଆମେ କ'ଣ କରିବା, 2ଟି ମିଡ଼ିୟମ୍ ସାଇଜ୍ର ଟମାଟୋ ଚପ୍ କରିକି এইଠି ଆମେ ଦେଇଦେବା। ଦେଇସାରିଲା ପରେ ଆଉ ଥରେ ବଢ଼ିଆ ସେ ଗୋଳେଇ ନେବା। ଫ୍ରେଣ୍ଡସ୍, ଏବେ ପର୍ଯ୍ୟନ୍ତ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ ଯଦି କରିନାହାନ୍ତି ତ ଏବେ ହିଁ କରିଦିଅନ୍ତୁ, କାରଣ ପରେ ଆପଣମାନେ ଭୁଲିଯିବେ। ତ ଏ ସବୁଯାକ ଜିନିଷ ସିଝିବା ପାଇଁ ଆମକୁ 2ରୁ 3 ମିନିଟ୍ ଘୋଡ଼େଇ ଦେବା। ତ 2ରୁ 3 ମିନିଟ୍ ପରେ ଦେଖନ୍ତୁ ଟମାଟୋ ଆମର ସବୁଯାକ ସଫ୍ଟ ହେଇଯାଇଛି। ତ এইଠି ଆମେ ଗୋଟେ କପ୍, ଯେଉଁ କପ୍ରେ ଆମେ ପାଣି ମାପିକି ଦେଇଥିଲେ ସେଇ କପ୍ରେ ଗୋଟେ କପ୍ এইଠି ଆମେ ଦହି ଦେବା। ସାଙ୍ଗରେ ହାଫ୍ ଟି ସ୍ପୁନ୍ ହଳଦୀ ଗୁଣ୍ଡ ବି ଦେବା, ହାଫ୍ ଟି ସ୍ପୁନ୍ এইଠି ରାଗକୁ ଦେଖିକି ଲଙ୍କା ଗୁଣ୍ଡ ଦେବା ଆଉ ସ୍ୱାଦ ଅନୁସାରେ ଲୁଣଟା ଆପଣମାନେ ଦେଇପାରିବେ। ହାଫ୍ ଟି ସ୍ପୁନ୍ এইଠି ଆମେ ଦେବା ଧନିଆ ଗୁଣ୍ଡ, ଗୋଟେ ଟି ସ୍ପୁନ୍ এইଠି ଆମେ ଦେଇଦେବା କସ୍ତୁରୀ ମେଥି। ଟେଷ୍ଟଟା ବହୁତ ଭଲ ଆସିବ। ସେଇ ଚାମଚରେ ମାପିକି ଅଧା ଚାମଚ এইଠି ଘରର ଗରମ ମସଲା এইଠି ଆମେ ଦେଇଦେବା। ଗରମ ମସଲା ଦେବା ଦ୍ୱାରା ଟେଷ୍ଟଟା ବହୁତ ଭଲ ଆସିବ। ତ ଏ ସବୁ ଜିନିଷ ବଢ଼ିଆ ସେ ଆଉ ଥରେ ଟିକେ ନାକୁ ଗୋଳେଇବା ଆଉ ଆକୁ 2 ମିନିଟ୍ ସିଝେଇବା ଘୋଡ଼େଇକି। ତ ଦେଖନ୍ତୁ 2 ମିନିଟ୍ ପରେ ଆମର ବହୁତ ବଢ଼ିଆ ସେ ସିଝି ଯାଇଛି। 2 ଚାମଚ এইଠି ଆମେ ବେସନ এইଠି ଆଡ଼୍ କରିବା। ଆମର ଚଟଣିଟା ବହୁତ ଆମର ମାନେ ଗାଢ଼ା ଗାଢ଼ା ହେବ ଆଉ ଦେଖିବା ପାଇଁ ସୁନ୍ଦର ଲାଗିବ ଆଉ ଟେଷ୍ଟଟା ବି ବହୁତ ଜବରଦସ୍ତ ଲାଗିବ।
तो ये टिकेना को भाजी हो सारा पर ये आम 2 कप पानी ये आम देदेबा देकी आपको बढ़िया से आम गोल नवा। तो देखो फ्रेंड्स एमती करके गोलैकी सबुजाक लम्स आपण मैंने भांगीदेवे आ भांगी सारा पर ये 10 मिनट स्लो मीडियम रे सिझेबा 10 मिनट पर ये आम अल्प टिकेना को धनिया पत्र ये आम ऐड करवा। तो देखो डोसा सांगरे खाइबापी मुग डाली चकुली सांगरे खाइबापी पूरा चटपटा बेसन चटनी पूरा पूरी रेडी। तो चलतु ये मु पैन बसई पैन गरम हो सारा पर 1 टीस्पून बैटर ये आम दबा जमी आम चकुली पकाउचे सेमती ये साइज रे बनैबा अल्प अल्प टिके टिके घी आम देकी यहाँ को एपट सेपट करके आम भाजी नबा। तो देखो फ्रेंड्स यहाँ बढ़िया से हो जाइए। तो चलतु या बाहर करके आउ गोटे चामच बैटर ये आम दबा हल्का हल्का बुलेबा आउ ये ऊपर टिके नाकु घी ये आम देदेबा आपण मैंने चाहिए तेल भी दे पारे आउ गोटे साइड सीझीगला आउ गोटे साइड ओल्टेदबा तापर दुई पट साइड जाक जिते बेले सीझीज तो ये चकुली तक आम बाहर कर नबा। तो देखो फ्रेंड्स गरमा गरम मुग डाली चकुली सांगरे चटपटा बेसन चटनी पूरा पूरी रेडी निहाती थरे बनातु समस्त को बहुत पसंद आसीबा। आउ हाँ मो सांग खाई कहला अरे वाह तू तो होटेल टारू भी बहुत ही बढ़िया बनाऊचु एथर डेली सकाळु उठिकी मु पळे आसीबी तम घरे जलखिया खाइबा पई आउ मु काहेकि आम घरे करिबी सेति पई डेली मु तो घर को आसीबी मो पई बना।